କରିବା ତାହା ହେଉଛି ଏକ ଆଦର୍ଶ ସ୍ତ୍ରୀର ଚିହ୍ନ। ଏ ବାକ୍ୟ ଯୋଉମାନେ ବିବାହ କରିଛନ୍ତି, ଯୋଉମାନେ ବିବାହ କରିନାହାନ୍ତି, ଭବିଷ୍ୟତରେ ବିବାହ କରିବେ, ବିବାହ ବୟସରେ ବର୍ତ୍ତମାନ ପଦାର୍ପଣ କରୁଛନ୍ତି, ସେମାନଙ୍କ ପାଇଁ ମଧ୍ୟ ଉଦ୍ଦିଷ୍ଟ ଅଟେ। ଅନେକ ସମୟରେ କଣ ହୁଏ, ମାନେ ବାକ୍ୟକୁ ନ ବୁଝି ନ ଜାଣି ଯେତେବେଳେ ବିବାହ କରିଦେଇଥାଉ, ଏକ ଆଦର୍ଶ ସ୍ତ୍ରୀ, ଆଦର୍ଶ ବୋହୂ ହବାକୁ ଆମମାନଙ୍କୁ କଷ୍ଟ ହେଇଥାଏ। ଏ ଦିନମାନଙ୍କରେ ଦେଖିବି ଅନେକ ପରିବାରରେ, ଆଉ ବେଶୀ ମାନେ ଗତକାଲି ଗୋଟେ ଆମେ ଆଲୋଚନା ଚିନ୍ତା କରୁଥିଲୁ, ଗୋଟେ ଷ୍ଟଡି କରୁଥିଲୁ, ଆଉ କୋଉ କାଷ୍ଟ ମାନଙ୍କରେ ବେଶୀ ଛାଡପତ୍ର। ଆମେ ଏସବୁ ବସି ଚିନ୍ତା କରୁ କରୁ ଆମେ ଲାଷ୍ଟରେ ପହଞ୍ଚିଲୁ, ଆଉ ବେଶୀ ଯଦି ଛାଡପତ୍ର ବିଶୃଙ୍ଖଳା ଥାଏ, ତାହେଲେ ଖ୍ରୀଷ୍ଟୀୟ ସମାଜରେ, ଖ୍ରୀଷ୍ଟୀୟ ପରିବାର ଗୁଡିକରେ। ଆମେ ଆମ ଅଞ୍ଚଳ ବିଷୟ ଚିନ୍ତା କରୁଥିଲୁ। ଯେତିକି ଆମେ ଗାଁ ମାନଙ୍କୁ ଜାଣିଛୁ ବା ବିଜାତି ହିନ୍ଦୁ ଓଡିଆ ଲୋକମାନଙ୍କ ଗାଁକୁ ଜାଣିଛୁ, ଏସବୁକୁ ଆମେ ଷ୍ଟଡି କରୁଥିଲୁ। ଲୋକାଲ ପାଖ ଗାଁ ମାନଙ୍କର ଏସବୁ ଆମେ ଷ୍ଟଡି କରୁଥିଲୁ, ଆଉ ଦେଖିଲୁ ଆଉ ବେଶୀ ଯଦି ହେଇଛି ତାହେଲେ ବିଶୃଙ୍ଖଳିତ ପରିବାର ଭିତରେ ଆମଙ୍କ ଛାଡପତ୍ର ହଉ ବା ସ୍ୱାମୀ ସ୍ତ୍ରୀଙ୍କର ଝଗଡା, ଏସବୁ ବେଶୀ ଆମେ ଦେଖିଲୁ ଯେ ଆମର ଖ୍ରୀଷ୍ଟୀୟ ସମାଜରେ ଆମର ଲିଷ୍ଟ ବାହାରିଲା, ଲାଷ୍ଟ ରେଜଲ୍ଟ ବାହାରିଲା, ଆଉ ଖ୍ରୀଷ୍ଟୀୟ ସମାଜ ରେଜଲ୍ଟ ଅଧିକା ଅଛି। ଆଉ ସେଥିପାଇଁ ଆଜି ବୀରେନ୍ଦ୍ର ଆଜ୍ଞା ମତେ ଫୋନ କଲେ, ଆଉ ସେଇ ସମୟରେ ହଠାତ୍ କିନା କାହିଁ ମୁଁ କହିଲି ଏଇ ବାକ୍ୟଟି ମତେ ଆସିଲା। ସେଇ ଚର୍ଚ୍ଚରେ ମୁଁ ବସିଥିଲି, ଏଇ ବାକ୍ୟ କହିବି ବୋଲି ପ୍ରଭୁ ମୋ ଦିନ ଆସିଲା। ଆମକୁ ଠିକ ଅଛି ଆଜି ଏଇ ଟାଇମ୍ କରିବା। ଆଉ ଥରେ ମତେ ନାଇଟ୍ ପ୍ରେୟାରରେ ମୁଁ କହିଥିଲି ବାକ୍ୟ, ସେଥିପାଇଁ ଆଜି ଆମେ ନୂଆ ନୂଆ ଯୋଉମାନେ ଜଏନ୍ କରିଛୁ, ପ୍ରତ୍ୟେକଙ୍କ ପାଇଁ, ଯୋଉମାନେ ବିବାହ କରିଛନ୍ତି, ଯୋଉମାନେ ବିବାହିତ ହେଇନ, ବିବାହ ବୟସ ହେଇଛି, ସମସ୍ତଙ୍କ ପାଇଁ ବାକ୍ୟ ଅଟେ। ଆଉ 6ଟି ବିଷୟ ମାନେ ଆଲୋଚନା କରିବା। ଆଉ ଅନେକ ବିଷୟ ତ ରହିଛି, ଗୋଟେ ଆଦର୍ଶ ସ୍ତ୍ରୀ ହେବା ପାଇଁ, ଏକ ଆଦର୍ଶ ବୋହୂ ହେବା ପାଇଁ ଅନେକ ରହିଛି ବିଷୟ, କିନ୍ତୁ ଆମେ ଅଳ୍ପ ସମୟରେ ଆମେ 6ଟି ବିଷୟରେ ଆମେ ଆଜି ଆଲୋଚନା କରିବା। ଆଉ ତାହା ହେଉଛି ପ୍ରଥମ ବିଷୟ, ଗୋଟେ ଆଦର୍ଶ ସ୍ତ୍ରୀର ଚିହ୍ନ, ତାହା ହେଉଛି ସ୍ୱାମୀର ବଶୀଭୂତା ହେବାର ଅଛି। ଏ ଦିନମାନକେ ଦେଖି ଅନେକ, ମୁଁ ଯେତେବେଳେ ମୋର ଗୋଟେ ଅଭ୍ୟାସ ଅଛି, ମୁଁ ଯେତେବେଳେ ଯୋଉ ମଣ୍ଡଳୀକି ଯାଏ, ଯେତେବେଳେ ସମୟ ପାଏ, ମୁଁ ଅନେକ ପରିବାର ଗୁଡିକୁ ଯାଇଥାଏ। ଆଉ ମୁଁ ବେସିକଲି ଯାଏ ଏଥିପାଇଁ ଯେ ସେମାନଙ୍କର ଶାଶୁ ବୋହୂଙ୍କର ସମ୍ପର୍କ କଣ ଅଛି ବୋଲି ପଚାରିବାକୁ ଯାଇଥାଏ। ଆଉ ମୋ ଜାଗା ଦେଖେ, ଆଉ ସେ ବହୁତ ପ୍ରକାର ବିଶୃଙ୍ଖଳା ଥାଏ। କିନ୍ତୁ ମୋ ପ୍ରିୟ ମାନେ, ଗୋଟେ ଆଦର୍ଶ ସ୍ତ୍ରୀର ଚିହ୍ନ, ପ୍ରଥମ ଚିହ୍ନ ହଉଛି ସେ ଆପଣା ସ୍ୱାମୀର ବଶୀଭୂତ ହେବାର ଅଛି। ଆଜି ଅନେକ ପରିବାରରେ ଏ ବିଷୟ ନଥିବାରୁ ସ୍ତ୍ରୀ ମାନେ ସ୍ୱାମୀର ବଶୀଭୂତ ହୁଅନ୍ତି ନାହିଁ, ସ୍ୱାମୀ ମାନେ ମଧ୍ୟ ସ୍ତ୍ରୀ ବଶୀଭୂତ, ଏ ଅନେକ। କିନ୍ତୁ ଆଜି ଆଦର୍ଶ ସ୍ତ୍ରୀ ବିଷୟ ଯେହେତୁ ଆମେ କଥା ହଉଛୁ, ଆମେ ସ୍ତ୍ରୀ ମାନଙ୍କ ବିଷୟରେ କଥା ହେବା। ଆଉ କେବେ ପ୍ରଭୁ ସୁଯୋଗ ଦେଲେ ସ୍ୱାମୀଙ୍କ ଆଦର୍ଶ ସ୍ୱାମୀ ବିଷୟରେ ମଧ୍ୟ କଥା ହେବା। ଆଉ କଣ ହୁଏ ଯେ ପରିବାରରେ ମାନେ ବେଶୀ ଯଦି ଆମମାନଙ୍କର ଏକ ଆଦର୍ଶ ସ୍ତ୍ରୀର ଚିହ୍ନ ହବାର ଅଛି, ଆମ ପ୍ରଭୁ ଏଇ କଥା କହନ୍ତି, ମୋ ପ୍ରିୟ ମାନେ, ଆମମାନେ ଆପଣା ଆପଣା ସ୍ୱାମୀର ବଶୀଭୂତ ହେବାର ଅଛି। ଯଦି ଆମେ ପଢୁ ଆମମାନଙ୍କ ବାକ୍ୟରେ, ଏଫିସିଓ ତାର 5 ପର୍ବ 22 ପଦରେ ସୁନ୍ଦର କଥା ଲେଖାଯାଏ, ହେ ସ୍ତ୍ରୀ ମାନେ, ଏଫିସିଓ ତାର 5 ପର୍ବ 22 ପଦ, ହେ ସ୍ତ୍ରୀ ମାନେ, ତୁମେ ମାନେ ଯେପରି ପ୍ରଭୁଙ୍କର ବଶୀଭୂତା, ସେହିପରି ଆପଣା ଆପଣା ସ୍ୱାମୀର ମଧ୍ୟ ବଶୀଭୂତା ହୁଅ। ଆମମାନଙ୍କୁ ପ୍ରଭୁ ବାକ୍ୟ ଦେଇଛନ୍ତି ମୋ ପ୍ରିୟମାନେ। ଅନେକ ସମୟରେ ଆମେ କଣ କରିଥାଉ, ହମ୍ ସୁନାନେ ବାଲକି ଘର କା ଲड़की ହୁଁ କହିଥାଉ। ମାନେ ଆମେ ଶୁଣିଲା ବାଲା ଘରର ଝିଅ ଅଟୁ, ଶୁଣିଲା ବାଲା ଘରର ଝିଅ ନୁହଁ ବୋଲି ଅନେକ ଜଣ କହିଥାନ୍ତି ମୋ ପ୍ରିୟମାନେ। କିନ୍ତୁ ପ୍ରଭୁ ଆମମାନଙ୍କୁ ଏଇ କଥା କହନ୍ତି, କେତେ ସୁନ୍ଦର ଲେଖାଯାଏ, ଯେପରି ପ୍ରଭୁଙ୍କର ମାନେ ବଶୀଭୂତ ହବା, ତତ୍ପରେ ଆମମାନେ ଆମର ଆପଣା ସ୍ୱାମୀଙ୍କର ମଧ୍ୟ ବଶୀଭୂତ ହବା। ଗୋଟେ ଆଦର୍ଶ ସ୍ତ୍ରୀର ଏଇଟା ହଉଛି ଚିହ୍ନ ଅଟେ ମୋ ପ୍ରିୟମାନେ। ସେ ସବୁବେଳେ ନିଜର ସ୍ୱାମୀର ବଶୀଭୂତ, ସ୍ୱାମୀର କଥା ସବୁ ସ୍ୱାମୀର ଆଜ୍ଞା ଅନୁସାରେ ଚାଲିବାର ଅଛି। ହୋଇପାରୁଥିବ ମାନେ ବଡ ବଡ ସ୍ୱାମୀ ଠାରୁ ଅଧିକା ପାଠ ପଢିଥାଉ, ହୋଇପାରୁଥିବ ମାନେ ସ୍ୱାମୀ ଠାରୁ ଅଧିକା ରୋଜଗାର କରିପାରୁଥାଉ, ହୋଇପାରୁଥିବ ଆମମାନଙ୍କର ବଡ ଘରର ଝିଅ ହେଇପାରିଥାଉ, ସ୍ୱାମୀର ହିସାବରେ, ଘର ହିସାବରେ ଆମ ଘର ବଡ ହେଇପାରିଥାଏ। ଏସି ରେ ରହୁଥିଲି, ଏବେ ଆସିକି ଫ୍ୟାନରେ ରହୁଛି। ନାଇଁ ମୋ ପ୍ରିୟ ମାନେ, ଗୋଟେ ଆଦର୍ଶ ସ୍ତ୍ରୀର ଚିହ୍ନ ହଉଛି
आम माने जेते बड़ जेते चाकरी करू जहा करू जेते रोजगार करू स्वामीटार अधिक रोजगार कले मध्य सब बेले आपण स्वामी बसीबूता ए प्रभु इच्छा करती मोके मन गोटे स्त्री ठारू गोटे भाजिया ठारू गोटे बोऊ ठारू प्रभु यह इच्छा करती मोके मन जे से अपना स्वामी बसीबूता हो यदि आम बसीबूता हवा तार आशीर्वाद मत अनेक अच्छी मोके मन बहुत आशीर्वाद अच्छी आपण स्वामी आपन को स्नेह करेंगे प्रेम के सब आसब आउ देखु कलसियर मत सुंदर कथा लिखा जाए कलसिय तार 3 पर्व 18 पदर मत सुंदर कथा लिखा जाए मो मैंने हे भाजिया माने प्रभु सहभागितार उपयुक्त आचरण अनुसार आपण आपण स्वामी मान बस उपयुक्त आचरण कथबार्ता व्यवहार सबुथे उपयुक्त आचरण बसीबूता यहीटा हूँ गोटे आदर्श स्त्री चिन्ह अटे यहीटा आम जीवन आसो से आम एक आदर्श स्त्री हो पारे प्रभु आज कथा कह चाहती आम प्रथम गोटे आदर्श स्त्री चिन्ह ताहा से अपना स्वामी बसीबूता हम तापर आम देखा द्वितीय टी कौन स्वामी को से सम्मान दबार अच्छे निजर स्वामी को सम्मान दबार अच्छे बेले बेले आम कौन कर सांगसाथी पाखे कौन घर कुणिया भर आसते आम स्वामी को कौन कौन टी कही था से कि कहना से कि बुझे ना मैंने सेमती आम कहवा ना आम मैंने आम स्वामी को आमको जो प्रभु जो देते स्वामी को आम सब सम्मान दबार अच्छी निज स्वामी को आम मैंने अनेक समय बेले बेले देखिए बाटर जावास समय आम मैंने बेले बेले अन्य आगे आम स्वामी ये कही था ना प्रभु ये कथा कहते गोटे आदर्श स्त्री से चिन्ह नुहे से सब बेले तार स्वामी को सम्मान दे शिखे मुझे कहती शुणिला वाला घर झील शुणिला वाला ना सेमती हवा नहीं मो मैंने आम मैंने आमर बसीबूता हवा सहित स्वामी स्वामी को आम मान को सम्मान दबार अच्छी से गोटे आदर्श स्त्री चिन्ह अटे मत आम जदि पढ़ू एफिसी तार 5 पर्व 33 पद एफिसी तार 5 पर्व 33 पद मत सुंदर कथा लिखा जाए जाऊ तुम्हें माने प्रत्येक मध्य आपण आपण स्त्री को आत्मतुल्य प्रेम कर आ स्त्री मध्य आपण स्वामी को भक्ति करू आज स्त्री माने आपण माने भल थे आपण माने भल थे जानी किंतु अनेक देखिए अनेक जगह अनेक परिवार को मुझे देखी से भक्ति न थाए मनमुखी कार्य से करती ना स्वामी को भक्ति ना शाशु शशुर को भक्ति ना ये गोटे पाखे गोटे गाँव देखी स्वामी स्त्री अलगा पिता माता अलगा से माने बापा जब कौन कहले स्त्री स्वामी की गाड़ी दूसरा अच्छा शशुर को गाड़ी मत बहुत खराब लगे से पलि आस मो प्रिय मैंने ना से गोटे आदर्श स्त्री चिन्ह छाई पड़ा समस्ते नाई नाई दुष्ट स्त्री बोली कहे कहले से दिन से पाख पाख लोक मैंने यहीटा प्रभु चाहती नहीं आम मैंने आमर स्वामी बसीभूता सहित आम स्वामी को सम्मान भक्ति करार अच्छे जिते आम जिते बड़ घर झील होता ना कहीं जिते रोजगार करू जहाँ भी करू किंतु आम जदि भक्ति न बसीभूता न हवा ताहले केबे आम एक आदर्श स्त्री हो पारा नहीं किंतु आज प्रभु ये कथा कहती आम ए सब जिनस आम पाखे बसीभूता हवा स्वामी को सम्मान देवा भक्तिर सहित सम्मान दबा ताहले आम माने एक आदर्श स्त्री हो पारिबा एटा होची द्वितीय चिन्ह जोटा कि आम माने स्वामी रो बसीभूता हवा सहित भक्ति करिबा तृतीय देखिबा आपण स्वामी रो मंगलर कारण हेबो गोटे आदर्श स्त्री रो चिन्ह से आपण स्वामी रो मंगलर कारण हेबो खाली मंगल करिबो नाही तार कारण हम केमती हम जदि आम मान बसीभूता हवानी
आमने सम्मान दबानी भक्ति करवानी ताले मंगल केंद्र करिया किंतु मो प्रिय माने आमने बसीबुता बा भक्ति करवा सम्मान देवा पुणी आम मान स्वामी मंगल मध्य चिंता करियार अछि गोटे आदर्श स्थिर चिन्ह जे सब बेले प्रभु पाखे स्वामी मंगल कामना करियार अछि प्रार्थना करियार अछि गोटे परिवार को जाइए से कहते मो स्वामी आज्ञा निशा खाऊची आसुनी घर को आसुनी 4 दिन थर एम मुझे कहली तुम्हें केते थर अपना स्वामी प्रार्थना कर फास्टिंग प्रार्थना करतु मो प्रिय मैंने मुझे कथा कहती आप उपवास सहित प्रार्थना करूँ आप प्रार्थना आपण स्वामी मंगल हे से रिटर्न कर प्रभु आम प्रार्थना शुणा परमेश्वर किंतु मो प्रिय मैंने प्रभु कथा कहते गोटे आदर्श स्थिर चिन्ह हूँ सब बेले से प्रार्थना सहित अपना स्वामी मंगल चिंता करार अच्छे बसिक भाविदे हेनी भाभी मंगल कले हम ना कि प्रभु ही कथा कहती मो प्रिय मैंने आम मैंने प्रार्थना सहित अपना स्वामी मंगल कामना करवा यहाँ हूँ गोटे स्थिर चिन्ह सब बेले थे अधे नुह आज कल 2 दिन 4 दिन पुणी एम ना सब बेले मंगल मो स्वामी केमती खाइबे मो स्वामी केमती ड्यूटी जी ए सब आप जगत को देखिए देखू आज अनेक स्त्री माने एटे परिवार को गत दिन मानिक किसी दिन तले स्वामी आसिकी घरे पहुंच गए सी मोबाइल बस देखु गेम खेलु सियाड़े क्षीर हांडी स्वामी की चाहा करियो बोलिया क्षीर रे चाहा फुटुची मोबाइल देखु देखु इे क्षीर पोड़ी हांडी हांडी भी पोड़ी गलानी कौन मुझे समय ठीक से कौन बासना हो पचारि दौड़ी से जाऊँ दौड़ी अरे अरे क्षीर मुझे स्वामी कहली आज्ञा आपण मोबाइल आज क्षीर पड़ी आसंता दिन मान घर पड़ हाँ ख्याल तो ठीक कहली यही प्रकार न मो प्रिय माने स्वामी आसिक परिश्रम कर घरे पहुंचले हाथ गोड़ धोईकी बसिले चाह टी पीबी बोली से रूम बस मोबाइल देखी देखी क्षीर पड़गला चाह हम के नहीं मो प्रिय माने यहाँ आम चिन्ह नुहे मैंने आज अनेक समय आम स्वामी मंगल चिंता कर लोक मैंने जद्वारा अनेक समय अबाटे जाती मो प्रभु ही कथा कहती गोटे आदर्श स्थिर चिन्ह हूँ से अपना स्वामी मंगल किपरि ना प्रार्थना सहित परिवार अच्छे जद्वारा प्रभु आपण परिवार को आशीर्वाद करेंगे से परिवार गठन करने परमेश्वर से भांगा परमेश्वर माने अनेक समय आम स्वामी प्रार्थना न करूँ स्वामी समस्त आप प्रार्थना स्वामी आत्मिकता बढ़ी मंगल हे यहाँ न आज अनेक परिवार स्वामी माने अबाटे जाती मो प्रिय शेष बोबेले कांदिले चिल्ले किए शुणे मो प्रिय किंतु मो प्रिय माने प्रभु कथा क्या चाहती चिंता कर प्रार्थनार सहित जद्वारा प्रभु आशीर्वाद करेंगे यहाँ हूँ गोटे आदर्श स्त्री चिन्ह अटे तृतीय चिन्ह तापर आम देखू चतुर्थ गोटे आदर्श स्थिर चिन्ह हूँ से कोमल और शांतियुक्त स्वभाव द्वारा आपण स्वामी जत्न नि प्रिय माने मंगल कारण हुए केमती ना कोमल शांतियुक्त स्वभाव कहली आज अनेक परिवार स्त्री मान कथा कटु कथा द्वारा आज अनेक परिवार भांगी जाइए मो प्रिय से माने कोमल हृदय कोमल युक्त कथा कहती ना जद्वारा आज अनेक परिवार डिस्कनेक्ट हो जाए स्वामी स्त्री मध्य परिवार मध्य किंतु गोटे आदर्श स्थिर चिन्ह हूँ से सब बड़े कोमल और शांतियुक्त स्वभाव द्वारा अपना स्वामी मंगल कारण अर्थात परिवार मंगल कारण हे मो प्रिय माने परिवार आपण मान आदर्श स्त्री रूपे समस्त ग्रहण करेंगे जो आपंकर कथबार्ता आपण चालीचलन आपण स्वभाव सब शांतियुक्त हो आपण परिवार खाली स्वामी नुह परिवार मंडली सब साई ग्राम अंचल समस्त आप मंगल कारण देवे यहाँ हूँ आदर्श स्त्री चिन्ह कोमल
ଶାନ୍ତିଯୁକ୍ତ ସ୍ୱଭାବ କୋମଳ ହୃଦୟ ଆଦର୍ଶ ସ୍ତ୍ରୀ ହେବା ପାଇଁ ହେଲେ ଆମେ ଏଇ ସ୍ୱଭାବ ଧାରଣ କରିବାକୁ ପଡିବ। ଦେଖିଛି ଅନେକ ପରିବାରରେ କଥାବାର୍ତ୍ତା ଶାଶୁ ମାନଙ୍କ ସାଙ୍ଗରେ କରୁଥିବେ। ଆଉ ମୁଁ ଆଜି ମଧ୍ୟ ଭୋଜ ନେଇକି ଆମେ ଯାଇଥିଲୁ। ଆମର ମଣ୍ଡଳୀ ଗୋଟେ ନିୟମ ଅଛି, ଆଉ ଆମେ ଯୋଉମାନେ ବୁଢା ବୁଢୀ ଆସିପାରନ୍ତି ନାହିଁ ଆଉ ସେମାନଙ୍କ ପାଇଁ ମାନେ ବୟସ୍କ ବ୍ୟକ୍ତି ଯୋଉମାନେ ଅଛନ୍ତି, ବୟସ୍କ ପ୍ରାପ୍ତ ବ୍ୟକ୍ତି ମାନେ ସେମାନେ ଭୋଜ ନେଇକି ଆସନ୍ତି, ଭୋଜ ପାଇଁ ଆସି ଚର୍ଚ୍ଚକୁ ଆସିପାରନ୍ତି ନାହିଁ। ଆଉ ଯଦ୍ଵାରା ଆମ ମଣ୍ଡଳୀର ନିୟମ ଅନୁସାରେ ଆମେ ପାଷ୍ଟର ଆଜ୍ଞା ମୁଁ ଆଜି ମଧ୍ୟ ଯାଇଥିଲୁ। ଆଉ ମୁଁ ଗୋଟେ ଲକ୍ଷ୍ୟ କରେ ଯେତେବେଳେ ଭୋଜ ଦିଆଯାଏ ସେ ଗ୍ଲାସ ଟା ଧୋଇବାକୁ ପଡେ। ଆଉ ସେ ତ ଉଠିକି ଚାଲି ପାରିବେନି, ସେ ମା କି ବାପା ଆଉ ବୋଉ ମାନେ ଆସିକି ସେ ଗ୍ଲାସ ଟି ନେଇକି ଧଉଛନ୍ତି କି ନାହିଁ ମୁଁ ଦେଖେ। ସେଇଠୁ ଜଣା ପଡିଯାଏ ଯେ ବୋଉର ସେ କେତେ ଆଦର୍ଶ ବୋଉ ସେ ଅଛି। ମୁଁ ସେଇଟା ଷ୍ଟଡି କରି ମୁଁ ପାଖ ଆଜ୍ଞା କହୁଥିଲି ଆଜ୍ଞା ମୁଁ ଗୋଟେ ବିଷୟ ଷ୍ଟଡି କଲି, ମୁଁ ଯେତେବେଳେ ଯାଏ ଷ୍ଟଡି କରେ ସେ ବିଷୟଟା। ସେ ବୋଉ ଆସିକି ସେ ଗ୍ଲାସ ଟି ଶାଶୁଠୁ ବା ଶ୍ୱଶୁରଠୁ ବା ବଡାପାଠୁ ଯେକୌଣସି ବୟୋଜ୍ୟେଷ୍ଠ ବ୍ୟକ୍ତି ଥାଆନ୍ତୁ ତାଙ୍କ ହାତରୁ ନେଇକି ସେ ଧୋଇକି ଆମକୁ ଦଉଛି କି ନାହିଁ। ମୁଁ ଅନେକ ପରିବାର ଦେଖେ ବୋଉ ମାନେ ବସିକି ସେ ଘରେ ମୋବାଇଲ ଦେଖୁଥିବେ, ସେ ମଉସା ମାଉସୀ କଣ କରିବେ କଷ୍ଟେ ମଷ୍ଟେ ଆମକୁ କଣ ନାଇଁ ନାଇଁ ମୁଁ ଧୋଇ ଦଉଛି ବୋଲି କହିଦିଏ, ଆପଣ ଉଠନ୍ତୁ ନାହିଁ। ସେଇଠୁ ଜଣା ପଡିଯାଏ ଗୋଟେ ଆଦର୍ଶ ବୋଉର ଚିହ୍ନ। ମୋ ପ୍ରିୟ ମାନେ ଆମମାନେ ଆମର ପରିବାର ମଧ୍ୟ ମଙ୍ଗଳର କାରଣ ହବାର ଅଛି। ଗୋଟେ ଆଦର୍ଶ ସ୍ତ୍ରୀର ଚିହ୍ନ ଅଟେ ଏଇଟା। ଆମମାନେ ସବୁବେଳେ ଆମଙ୍କର କୋମଳ ଓ ଶାନ୍ତିଯୁକ୍ତ ସ୍ୱଭାବ ଦ୍ଵାରା ଆପଣା ସ୍ଵାମୀର ଆପଣା ପରିବାରର ଆଦର୍ଶ ସ୍ୱରୂପ ହବା, ଏଇଟା ହଉଛି ଚତୁର୍ଥ ଏକ ଆଦର୍ଶ ସ୍ତ୍ରୀର ଚିହ୍ନ ଅଟେ। ମୋ ପ୍ରିୟ ମାନେ ପଞ୍ଚମରେ ଦେଖିବା ଆମମାନେ ଆଦର୍ଶ ସ୍ତ୍ରୀର ଚିହ୍ନ, ଗୋଟେ ଆଦର୍ଶ ସ୍ତ୍ରୀର ଚିହ୍ନ ତାହା ହେଉଛି ଯେ ଆପଣା ସ୍ଵାମୀର ମୁକୁଟ ସ୍ୱରୂପ ହୁଏ। ପ୍ରଭୁ ଆମମାନଙ୍କୁ ମୁକୁଟ କରିଛନ୍ତି, କିନ୍ତୁ ଆମେ ବେଳେ ବେଳେ କଣ କରିଥାଉ ନା ମୁଣ୍ଡ ହବାକୁ ଇଚ୍ଛା କରିଥାଉ। ମୁଣ୍ଡ ଉପରେ ମୁକୁଟ ଥାଏ ନା ମୁକୁଟ ମୁଣ୍ଡ ଉପରେ ଥାଏ, ଏଇଟା ଚିନ୍ତା କରନ୍ତୁ ମୋ ପ୍ରିୟ ମାନେ। ପ୍ରଭୁ ଆମକୁ ମୁଣ୍ଡ ଉପରେ ବସେଇଛନ୍ତି, ଆମେ ମୁଣ୍ଡ ହବାକୁ ଇଚ୍ଛା କରୁଛୁ। ଏଇଟା କିନ୍ତୁ ଗୋଟେ ଆଦର୍ଶ ଚିହ୍ନ ନେଇଛି। ଆଦର୍ଶ ଚିହ୍ନ ହଉଛି ସେ ଆପଣା ସ୍ୱାମୀର ମୁକୁଟ ସ୍ୱରୂପ ହୁଏ। ଯଦି ଆମେ ପଢୁ ହିତୋପଦେଶ ତାର 12 ପର୍ବ 4 ପଦରେ ସୁନ୍ଦର କଥା ଦେଖାଯାଏ। ହିତୋପଦେଶ ତାର 12 ପର୍ବ 4 ପଦରେ ଗୁଣବତୀ ସ୍ତ୍ରୀ ଆପଣା, ଏଇଟା ସମସ୍ତ ମୁଖସ୍ଥ ପଦ। ଗୁଣବତୀ ସ୍ତ୍ରୀ ଆପଣା ସ୍ୱାମୀର ମୁକୁଟ ସ୍ୱରୂପ, ମାତ୍ର ଲଜ୍ଜା ଦାୟିନୀ ସ୍ତ୍ରୀ ତାର ହାଡର କ୍ଷୟ ସ୍ୱରୂପ। ଆମେ କଣ କରୁଛୁ? ଆମେ ଆଜି ଚିନ୍ତା କରିବା। ଆମେ ଆଜି ମୁକୁଟ ହେଇଛୁ ନା ଆପଣ ପରିବାର ଆପଣ ସ୍ୱାମୀର କ୍ଷୟ କରୁଛୁ? ହାଡର କ୍ଷୟ ବହୁତ କଷ୍ଟଦାୟକ ବିଷୟ ଅଟେ ମୋ ପ୍ରିୟ। ଆମେ ତା ଭିତରକୁ ଯିବା, ବହୁତ ଦେଖିବେ, ତାର ଚିନ୍ତା କରିବେ କେତେ କଷ୍ଟ। ହାଡର କ୍ଷୟ ମାନେ କେତେ ଦୁର୍ବଳ, କେତେ କଷ୍ଟ ବିଷୟ ମୋ ପ୍ରିୟ। ପ୍ରଭୁ ଆଜି କଥା କହିବାକୁ ଚାହିଁବ, ଆମେ ଗୋଟେ ଆଦର୍ଶ ଚିହ୍ନ ହଉଛି ସେ ଆପଣ ସ୍ୱାମୀର ମୁକୁଟ। ସବୁବେଳେ ଆପଣ ସ୍ୱାମୀର ମଙ୍ଗଳ ଚିନ୍ତା, ମୁକୁଟ ପ୍ରଭୁ କରିଥିବା ମୁଣ୍ଡ ହବାକୁ ଇଚ୍ଛା କରନ୍ତୁ ନାହିଁ। ମୁକୁଟ ମୁଣ୍ଡ ଉପରେ ଥାଏ। ପ୍ରଭୁ ଆମକୁ ମୁଣ୍ଡ ଉପରେ ବସେଇଛନ୍ତି, ଆମେ କାହିଁକି ମୁଣ୍ଡ ହେବା? କିନ୍ତୁ ଗୋଟେ ଆଦର୍ଶ ସ୍ତ୍ରୀର ଚିହ୍ନ ସେଇଟା ଅଟେ, ଯେତେବେଳେ ଆମେ ମୁକୁଟ ହେବା, ଆମ ମୁଣ୍ଡ ଉପରେ ଆମର ମୁକୁଟ ସ୍ୱରୂପ ଆମ ସୌନ୍ଦର୍ଯ୍ୟ, ତାର ଅର୍ଥାତ୍ ସ୍ୱାମୀର ସୌନ୍ଦର୍ଯ୍ୟ ଆମେ ହବା। ମୁକୁଟ ପିନ୍ଧିଲେ କେତେ ସୁନ୍ଦର ଲାଗେନି? ଦେଖିଦେ ସେମାନେ ମୁକୁଟ ପିନ୍ଧିବେ କେତେ ସୁନ୍ଦର ଲାଗେ। ସେ ପ୍ରକାର ପ୍ରଭୁ ଆମମାନଙ୍କୁ ସୌନ୍ଦର୍ଯ୍ୟ କରିବାକୁ ଚାହାନ୍ତି ମୋ ପ୍ରିୟମାନେ। କିନ୍ତୁ ଆମମାନେ ଆଜି ଅସନା ହେବାକୁ ଇଚ୍ଛା କରୁଛୁ, ମସନା ମଳିଆ ହେବାକୁ ଇଚ୍ଛା କରୁଛୁ ମୋ ପ୍ରିୟମାନେ। ପ୍ରଭୁ ମୁକୁଟ ଅର୍ଥାତ୍ ଆମେ ଚିନ୍ତା କରୁଥିଲି, ମୋର ବୁଦ୍ଧିରେ ମୁଁ ଚିନ୍ତା କରୁଥିଲି, ମୁଁ ଜାଣିନି ଠିକ ନାହିଁ, ଏତେ ସୁନ୍ଦର ମାନେ ସୌନ୍ଦର୍ଯ୍ୟ ବିଷୟ ଅଟେ ମୋ ପ୍ରିୟମାନେ। ମୁକୁଟ ଯେତେବେଳେ ପିନ୍ଧାଯାଏ ଆଉ କେତେ ସୌନ୍ଦର୍ଯ୍ୟ ଲାଗେ। ଆପଣଙ୍କ ସ୍ୱାମୀର ସୌନ୍ଦର୍ଯ୍ୟ ସ୍ୱରୂପ ଆପଣ ଅଟନ୍ତି। ଆପଣଙ୍କୁ ସେଥିପାଇଁ ପ୍ରଭୁ ମୁକୁଟ କରିଛନ୍ତି। ଗୋଟେ ସ୍ୱାମୀର ସ୍ତ୍ରୀ ଥିବା ପାଖରେ ସୌନ୍ଦର୍ଯ୍ୟ ବିଷୟ ଅଟେ, ଆଉ ସେ ସୌନ୍ଦର୍ଯ୍ୟକୁ ପ୍ରଭୁ ଉପରେ ଲଗାନ୍ତି, ଆଉ ପୁଣି ସେ ପରିବାର କଣ ହୁଏ? ଏକ ସୁନ୍ଦରମୟ ହେଇଯାଏ। ସ୍ୱାମୀର ସୌନ୍ଦର୍ଯ୍ୟ ଆପଣ ମାନେ ଅଟନ୍ତି ମୋ ପ୍ରିୟମାନେ। କିନ୍ତୁ ବେଳେ ବେଳେ ଆମେ କଣ ତାକୁ ମାନେ ଅଲଗା ଭାବିଥାଉ, ମାନେ ଆଉ ମୁଣ୍ଡ ହବାକୁ ଇଚ୍ଛା କରିଥାଉ। ଅନେକ ପରିବାର ଭାଙ୍ଗି ଯାଇଛି ମୋ ପ୍ରିୟମାନେ। କାଲି ଗୋଟେ ପରିବାରକୁ ଯାଇଥିଲା, ମାନେ ଗୋଟେ କଥା ହଉଥିଲୁ ସେ ବିଷୟରେ। ଅନେକ ପରିବାରରେ ସ୍ତ୍ରୀ ମାନଙ୍କର ମୁରବୀ ହବା ହେତୁରୁ
ମାନେ କହନ୍ତି ମୁଁ ମୁଣ୍ଡ ହେବି। ଅନେକ ପରିବାର ଆଜି ନଷ୍ଟ ହେଇଯାଇଛି ମୋ ମାନେ। ମୁଁ ତାଙ୍କୁ କହୁଥିଲି ଗୋଟେ ବିଷୟ, ତାଙ୍କର ବିବାହ କଥା ପଡିଥିଲା। ଆଉ ମୁଁ ତାଙ୍କୁ କହିଲି ଗୋଟେ କଥା, ମୋର ଅନୁଭୂତିରେ ମୁଁ କହୁଥିଲି, ଯୋଉ ଘରେ ସ୍ତ୍ରୀ ମୁରବି ସେଇ ଘରେ ଆପଣ ଝିଅ ଦିଅନ୍ତୁ ନାହିଁ ବୋଲି କହିଲି। ମୁଁ ଜାଣିନି ଠିକ ନାହିଁ, ଆଉ ମୁଁ ଏଇଆ କହିଲି ତାଙ୍କୁ। ଆଉ ମୁଁ ଦେଖିଛି ଅନେକ ପରିବାରରେ ଯୋଉ ଘରେ ସ୍ତ୍ରୀ ମାନେ ମୁଣ୍ଡ ହବାକୁ ଇଚ୍ଛା କରନ୍ତି, ସେ ପରିବାର ବିଭିନ୍ନ ପ୍ରକାର ଗଣ୍ଡଗୋଳ, ବିଭିନ୍ନ ପ୍ରକାର ଅଶାନ୍ତି। ମୁଁ ତାଙ୍କୁ ଏଇ କଥା କହିଥିଲି, ତମେ ଯୋଉ ଘରେ ସ୍ତ୍ରୀ ମୁରବି ସେ ଘରେ ଝିଅ ଦବନି, କି ସେ ଘରୁ ଝିଅ ଆଣିବନି। ଆଉ ଅନେକ ପରିବାର ମୁଁ ଦେଖିଛି, ମୁଁ ଯୋଉଟା ମୁଁ ଅନୁଭବ କରିଛି ସେଟା ମୁଁ ଖାଲି ତାଙ୍କୁ କହୁଛି। ଅନେକ ପରିବାର ଏଇ ପ୍ରକାର ଭାଙ୍ଗି ଯାଇଛି ମୋ ମାନେ ସ୍ତ୍ରୀ ମୁରବି ହେତୁ। କିନ୍ତୁ ପ୍ରିୟମାନେ ପ୍ରଭୁ ଏଇ କଥା କହନ୍ତି, ଗୋଟେ ଆଦର୍ଶ ସ୍ତ୍ରୀର ଚିହ୍ନ ସେ ଆପଣା ସ୍ୱାମୀର ମୁକୁଟ ହବାର, ସୌନ୍ଦର୍ଯ୍ୟ ହବାର ଅଛି। ସୌନ୍ଦର୍ଯ୍ୟ ହବାର ଅଛି। ଆମେ ପ୍ରଥମ ଦେଖୁଥିଲୁ ଆଦର୍ଶ ସ୍ତ୍ରୀର ଚିହ୍ନ ହଉଛି ସେ ଆପଣା ସ୍ୱାମୀର ବଶୀଭୂତ ହେବା। ତାପରେ ଦେଖିଲୁ ଆଦର୍ଶ ସ୍ତ୍ରୀର ଚିହ୍ନ ହଉଛି ସେ ଆପଣା ସ୍ୱାମୀକୁ ସମ୍ମାନ ଦିଏ। ତାପରେ ଦେଖିଲୁ ଗୋଟେ ଆଦର୍ଶ ସ୍ତ୍ରୀର ଚିହ୍ନ ହଉଛି ସେ ଆପଣା ସ୍ୱାମୀର ମଙ୍ଗଳ ଚିନ୍ତା କରି। ପୁଣି ଦେଖିଲୁ ସେ ଆପଣା ଚତୁର୍ଥରେ ସେ ଆପଣା ସ୍ୱାମୀର ସେ କୋମଳ ଓ ଶାନ୍ତିଯୁକ୍ତ ସ୍ୱଭାବ କରିବା, ସ୍ୱାମୀର ମଙ୍ଗଳ ଚିନ୍ତା କରିବ। ପୁଣି ଆମେ ଦେଖୁଥିଲୁ ସେ ସ୍ୱାମୀର ମୁକୁଟ ହବ, ଅର୍ଥାତ୍ ସ୍ୱାମୀର ସୌନ୍ଦର୍ଯ୍ୟ ବା ଗୋଟେ ଆଦର୍ଶ ସ୍ତ୍ରୀର ଚିହ୍ନ ଅଟେ। ଷଷ୍ଠରେ ଦେଖିବା ଗୋଟେ ଆଦର୍ଶ ସ୍ତ୍ରୀର ଚିହ୍ନ, ସେ ଦୁଃଖୀ ଲୋକ ଓ ଦରିଦ୍ର ମାନଙ୍କୁ ମଧ୍ୟ କଥା ବୁଝନ୍ତି। ପରିବାରରେ ଏଟା ବହୁତ ବଡ ବିଷୟ ଅଟେ ମଧ୍ୟ। ଅନ୍ୟକୁ ସାହାଯ୍ୟ କରିବା, ଅନ୍ୟକୁ ଉପକାର କରିବା, ଏ ବି ଗୋଟେ ଆଦର୍ଶ ସ୍ତ୍ରୀର ଚିହ୍ନ ଅଟେ ମୋ ପ୍ରିୟମାନେ। ଆଜ୍ଞା, ଯୋଉ ପରିବାରରେ ଦେଖିବେ ଯଦି କିଏ ସାହି ପଡିଶା କିଛି ଆସନ୍ତି, ହଁ ନେଇଯାଆନ୍ତୁ, ଦିଅନ୍ତୁ, ପାନ କରିବାର ଅଛି। ନାଇଁ ନାଇଁ ମୁଁ ମିଠାଲ ଭାଇ ଘରୁ ଯାଇଥିଲି, ବହୁତ ବଢିଆ, ବହୁତ ସୁନ୍ଦର। ଆଉ ସେ ସବୁ ମୁଁ ତାଙ୍କର ନଥିଲା, କିନ୍ତୁ ଯାହା ବି ଥିଲା ସେ ମୁଁ ଏସବୁ ମାନେ ଅର୍ଥାତ୍ ଆମ କହିବା କଥା, ସେ ଦୁଃଖୀ ଲୋକମାନଙ୍କ ପାଇଁ ଚିନ୍ତା କରିବାର ଅଛି। ପୁଣି ଦରିଦ୍ର ମାନଙ୍କ କଥା ମଧ୍ୟ ବୁଝିବାର ଅଛି। ସେଇଟା ହଉଛି ଗୋଟେ ଆଦର୍ଶ ସ୍ତ୍ରୀର ଚିହ୍ନ। ଆମେ ବେଳେ ବେଳେ ଥିଲେ ମଧ୍ୟ ନାଇଁ ନାଇଁ କରିଦେଇଥାଉ। ନାଇଁ ମୋ ପ୍ରିୟ ମାନେ, ପ୍ରଭୁ ଏଇ କଥା କହନ୍ତି ଆମ ମାନଙ୍କର ଗୋଟେ ଆଦର୍ଶ ସ୍ଥିର ଚିହ୍ନ, ସେ ଦୁଃଖୀ ଦରିଦ୍ର ମାନଙ୍କ କଥା ମଧ୍ୟ ଚିନ୍ତା କରେ ମଧ୍ୟ। ଏଇଟା ହଉଛି ଆଦର୍ଶ। ପ୍ରଭୁଙ୍କ ଲୋକମାନଙ୍କୁ ସମ୍ମାନ ଦେବା, ପ୍ରଭୁଙ୍କ ଲୋକମାନଙ୍କ ପାଇଁ ସବୁ ଖାଦ୍ୟ ସବୁ ତିଆରି ସବୁ କରିବା, ଏଇଟା ମଧ୍ୟ ଗୋଟେ ଚିହ୍ନ ଅଟେ ମୋ ମାନେ ଆଦର୍ଶ ସ୍ତ୍ରୀର। ଆଉ ମୋ ପରିବାରରେ ଆଉ ଆମର ତ ଯେ ମୁଁ ସବୁବେଳେ କୁହେ, ଘର ପାଖରେ ଆମ ଗେଷ୍ଟ ରୁମ୍, ଆଉ ଆମର ବାପା ସବୁ କାମ କରୁଥିଲେ ପିଲାବେଳେ ଆମେ ଶିଖିଛୁ। ଆଉ ମୁଁ ଯାକୁ କୁହେ, ଏଇଟା ହଉଛି ଆମର ପରମ୍ପରା, ଆମମାନଙ୍କୁ କରିବାକୁ ପଡିବ। ରାତି କିଶୋର ଆଜ୍ଞା ଯେତେବେଳେ ଥିଲେ, ଆମଙ୍କର ରାଜୀବ ଜାନି ଲଉ, ନିରଞ୍ଜନ ଭାଇ ହୁଅନ୍ତୁ, ଯାହା ସବୁ ରହନ୍ତି, ଆଉ ସେମାନଙ୍କ ସେବା କରିବା ହଉଛି ମୋର ଦାୟିତ୍ୱ। ଆଉ ମୋ ସ୍ତ୍ରୀ ମଧ୍ୟ ମତେ ବହୁତ ସାହାଯ୍ୟ କରେ ମୋ ପ୍ରିୟମାନେ। ସତରେ ମୁଁ ଗୋଟେ ସାକ୍ଷ୍ୟ ଦେବାକୁ ଚାହେଁ, ଆଉ ପ୍ରଭୁ ମତେ ଉତ୍ତମ ସ୍ତ୍ରୀ ଦେଇଛନ୍ତି। ମୁଁ ମୋର ମିନିଷ୍ଟ୍ରି ତ ମୋର ନିଜର ବିଜନେସ ଅଛି, କିନ୍ତୁ ମୁଁ ପ୍ରଭୁଙ୍କ ସେବା କାର୍ଯ୍ୟ ମଧ୍ୟ ଯାଏ। ଆଉ ପ୍ରାୟତଃ 16-17 ବର୍ଷ କି 18 ବର୍ଷ ହେଲାଣି ମୋ ସେବା କାର୍ଯ୍ୟ, ମୁଁ ବାହାରକୁ ଯିବା। ଆଉ ଆଜି ପର୍ଯ୍ୟନ୍ତ ମୁଁ କେବେ ମୋର ପ୍ୟାଣ୍ଟ ସାର୍ଟ ସଜାଡିନି। ମୋର ସମସ୍ତ ବ୍ୟାଗ ଆଉ ମୋର ସ୍ତ୍ରୀ ମତେ ସଜାଡି ଦିଅନ୍ତି ମୋ ପ୍ରିୟମାନେ। ମତେ ପ୍ରଭୁ ଏକ ଉତ୍ତମ ସ୍ତ୍ରୀ ଦେଇଛନ୍ତି ସତରେ। ଆମର ସବୁ କଣ କଣ ପିନ୍ଧିବି, କଣ ଲଗେଇବି, କଣ କେମିତି କଣ ଯିବି, ମୋର ସବୁ ପ୍ୟାକିଂ ସିଏ କରେ। ମୁଁ ଆଜି ପର୍ଯ୍ୟନ୍ତ ସତ କହୁଛି, ଆପଣ ପ୍ରଭୁଙ୍କ ସାକ୍ଷାତରେ, ଆଜି ପର୍ଯ୍ୟନ୍ତ ମୁଁ କେବେ ସଜାଡିନି ମୋର ବ୍ୟାଗ। ଆଉ ମୁଁ ବାଟରୁ ଥାଇ ଫୋନ କରିବି, ଆଉ ମୋର ଟାଇମ ହେଇଯାଉଛି, ଆଉ ମୁଁ ଯାଉଛି, ଆଉ ତୁ ସବୁ କରିଦେଇଥିବୁ। ମୁଁ ଖାଲି ଗାଧେଇବି, ଖାଇବି, ଚାଲିବି। ବ୍ୟାଗ ଧରି ଚାଲେ, ମୁଁ ତ ଯାଇକି ସେଠି ଫିଲ୍ଡରେ ଖୋଲେ ବ୍ୟାଗ, ଆଉ ମୁଁ ଯାହା ଦରକାର, ମୁଁ କୋଉଟା ପିନ୍ଧିବି, କଣ କରିବି, ସବୁ ସେ ସାଇଜ କରି ରଖିଥିବ। ନିଜେ କାଚିଦବ ପ୍ୟାଣ୍ଟ ସାର୍ଟ, ନିଜେ ଆଇରନ କରିଦବ, ସବୁ ପ୍ୟାକିଂ କରିକି ସେ ଠିକ ରଖିଥିବ ପୁରା। ପ୍ରଭୁ ମତେ ଏଇଭଳି ଯାହା ପ୍ରଭୁ ଦେଇଛନ୍ତି ତୃପ୍ତିଲତାକୁ। ସତରେ ଆଉ ପ୍ରଭୁ ଆମକୁ ଆଶୀର୍ବାଦ କରନ୍ତୁ ମୋ ପ୍ରିୟମାନେ। ଗୋଟେ ଆଦର୍ଶ ସ୍ଥିର ଚିହ୍ନ। ଆଉ ସେ ମଧ୍ୟ ଆମକୁ ଯେତେ ଜଣ ସ୍ପିକର ଆସନ୍ତି, ଆଉ ଯେତେବେଳେ ଯାହା ସକାଳୁ ଆଜି ସମସ୍ତେ ଫୋନ କରନ୍ତି, ବିକାଲ ଭାଇ ତମର ନାଲି ଚାହା ମନେ ପଡିଛି ସକାଳୁ ଉଠି। ଆଉ ଆମେ ସେଇ ସୁନ୍ଦର ଭାବରେ ସବୁ କରିଥାଏ, ପୋଦିନା ପତ୍ର ପକେଇ, ଗୋଲମରିଚ, ବହୁତ ସୁନ୍ଦର ଚାହା କରିକି ସ୍ପିକର ମାନ ଆମେ ଦେଇଥାଉ। ସକାଳୁ ଜଳଖିଆ ଖାଇଲା ଆଠଟା ବେଳେ ହେଇଯାଏ। ଆଉ ଡାଇବେଟିସ ବିସ୍କିଟ ଭଲ ମନ୍ଦ ଟିକେ ସ୍ନାକ୍ସ ଆଉ ଦେଇକି ମୁଁ ମୋର କାର୍ଯ୍ୟକୁ ଯାଏ।
मो श्रीमती मते साहाଯ୍य करता कहना चाहे प्रभु ए प्रकार मते श्री देइछन मते एटा मोर साक्ष्य अटे मते माने फुटानी एटा मोर साक्ष्य अटे मते माने सतरे प्रभु मते को उत्तम श्री देइछन्ति एटा होची आमानक आदर्श स्त्री चिन्ह अटे दुखी दरिद्र लोक मानक पई मध्य से कथा बुझिबार अछि मते माने आज अनेक परिवार मते माने आज स्त्री माने अपना समीर बसिबिता न होई अपना सशास्त्र बसिबिता होती ना जद्वारा परिवार नष्ट होइछ मते माने सब मु जो परिवार को जाए गोटे लास्ट गोटे कथा कहि के आसी थाए मते माने बो मान गोटे कथा कहि थाए भाग्य रे थिले अपना स्वामीर सेवा करिया को मिलिबो आ गोटे बड़ विषय आशीर्वाद विषय होची अपना सासु ससुर को सेवा करिया को मिलिबो आ तार आशीर्वाद पुरुषानुक्रम रे पाइबे आपण पाइबे आपण पिला माने पाइबे ता पीढ़ी पर पीढ़ी आपण आशीर्वाद पश्चात गमन करिबा आपण पछ पछ दौड़िबो मैं से लास्ट गोटे कथा कहि के आस्ता जो परिवार को जाए से बो मान गोटे लास्ट गोटे कथा कथा कहि आस्ते भाग्य रे थिले आपण मान को सब रो सेवा मिलिबो आ तार आशीर्वाद प्रचुर 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 अछि मो प्रिय माने एक हम देखिलु एक आदर्श स्त्री चिन्ह हम प्रथम देखुतलु से आपण स्वामीर बसीभूत हबार अछि और द्वितीय देखिलु आपण स्वामी को सम्मान देवार अछि तृतीय आपण स्वामी मानकर मंगल कारण हबार अछि पुनी चतुर्थ देखिलु से कोमल शांतियुक्त स्वभाव द्वारा स्वामी मंगल करे मंगल कारण हुए पुनी से आपण स्वामीर मुकुट सभा सौंदर्य हेबो तापरे दुखी लोक और दरिद्र मानक पई मत चिंता करिया बुझिबार अछि एटा होची गोटे आदर्श स्त्री रो चिन्ह अटे माने हम ए चिन्ह गुडी अनेक बहुत अच्छी बहुत चिन्ह अच्छी किंतु आज माने ए छोट छोट विषय माने देखू पढ़ू मो पे माने ताले हम माने प्रभु हमन को आशीर्वाद करी मो पे माने हमन को अनुग्रह करी तो तार 31 पद एछे तो लिखा जाय दुखी दरिद्र को लिखा जाय इत प्रदेश 31 28 पद रे मो पे माने लिखा जाय इत प्रदेश 31 20 पद लिखा जाय से दुखी लोक मान प्रति मुक्त हस्ता हुए और दरिद्र मान प्रति अपना हाथ बढ़ाए माने शेष गोटे पद पढ़ी शेष करवा से अपना परिवार आचरण रे मनोयोग करे प्रभु आलस्यर हृदय शांत नहीं किंतु से ताहार संतान मान को उठी ताहांकु धन्य धन्य कहती और तार स्वामी ताहाकु ए रूप प्रशंसा करे प्रिय माने आमान को सब प्रशंसार कारण आम माने हेई पारिबा जेते बेले ना आम एई बसीभूत हबार अछि सब हमको जीवन सब जिनस आम को रहिबो आम माने गोटे आदर्श स्त्री हेबा सहित आम स्वामी रो आदर्श हेबा सहित परिवार आदर्श हेबा सहित मंडली आदर्श बहु आदर्श स्त्री मते हेई पारिबा मते माने आपरे परिवार आदर्श स्त्री रो कारण मते माने मंडली रे ग्राम रे परिवार साही रे सब आम माने आदर्श स्त्री बुलाई पारिबा यदि आम आचरण गुड़िक आम जीवन में रहिबो ताले प्रभु आम को आशीर्वाद करेंगे आम परिवार आशीर्वाद युक्त हेबो जो जेते परिवार आशीर्वाद प्राप्त हुए मंडली मध्य आशीर्वाद प्राप्त होता है मते माने यदि परिवार नष्ट हुए मंडली मध्य नष्ट हेबो मंडली मध्य विशृंखलित होता है मते माने कारण परिवार को लेकिन मंडली तैयारी होता है यदि परिवार गुड़िक नष्ट हो जाए मंडली किए रहिबो तेणुक आम मान परिवार को गठन करने आम स्त्री मान हाथ में प्रभु देइछन्ति मैंने आप हस्त हस्त निर्माण करे हस्त मध्य प्रभु हस्त देइछन्ति आम माने एकाठी करबा समस्त को दशा गुड़ एकाठी गले परिवार सुंदर हबो मैंने यदि आज गोटे भी विच्छिन्न हो जाए ताले हुए तो परिवार विशृंखलित होता है प्रभु यही कथा के चाहती मते माने आम माने परिवार को एकाठी करिया गले आम मान को समस्त को एकत्र कर लिखा जाए अर्थात माला जमी गुंथा जाए से प्रकार परिवार को माने गुंथी रखा गोटे आदर्श स्त्री चिन्ह से परिवार समस्त गोटे माल तैयारी कर गुंथी रखार अच्छे ताहले से आदर्श स्त्री हो पार प्रभु ये अल्प शिक्षा अल्प चिंतार आशीर्वाद करंतु धन्यवाद दिए समस्त परिचालन भौणी पुणी आराधना सृष्टि गोल्डन बस पढ़ले धन्यवाद दिए वीरेंद्र आज्ञा को मत सुंदर सुजोग
ଆମମାନଙ୍କର ମୋର ବଡ ଭାଇ ମୋ ପ୍ରିୟ ବଡ ଭାଇ ବିନୟ ଆଜ୍ଞା ଆପଣ ମୋ ସହିତ ଭଉଣୀ ସେତେ ଜଣ ବୟୋଜ୍ୟେଷ୍ଠ ଅଛନ୍ତି ପ୍ରଭୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ ଅନୁଗ୍ରହ ଆଜି ଯେତେ ଜଣ ଜଏନ୍ କରିଛୁ ପ୍ରଭୁ ମଧ୍ୟ ପ୍ରତ୍ୟେକ ମଙ୍ଗଳ ଆଶୀର୍ବାଦ କରି ଏଇ ଦିନ ମାନଙ୍କରେ ସମସ୍ତଙ୍କ ସହବର୍ତ୍ତୀ ପରମେଶ୍ୱର ହୁଅନ୍ତୁ ପ୍ରେଜ